ଗୁଣାଢୟଙ୍କର ବୃହତ୍ କଥା ବିଶ୍ୱ କଥା ସାହିତ୍ୟରେ ନିଜ ଶୈଳୀରେ ଅତୁଳନୀୟ। ରାମାୟଣ ଓ ମହାଭାରତକୁ ବାଦ୍ ଦେଲେ ଏହା ସଂସ୍କୃତ ସାହିତ୍ୟ ପରମ୍ପରାର ସବୁଠୁ ପ୍ରଭାବଶାଳୀ ପୁସ୍ତକ। ସେ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆନ୍ଧ୍ରର ରାଜା ସାତବାହନଙ୍କର ସମସାମୟିକ ଥିଲେ ଓ ପୁସ୍ତକଟିକୁ ପ୍ରାକୃତ ଭାଷାରେ ଲେଖିଥିଲେ। ପରବର୍ତ୍ତୀ କାଳରେ ଅନେକ ଲେଖକ ତାକୁ ସଂସ୍କୃତ ଭାଷାରେ ଅନେକ ଥର ଅନୁଦିତ କରିଥିଲେ। ସେହିସବୁ ପୁସ୍ତକମାନଙ୍କ ମଧ୍ୟରେ ସୋମଦେବ ଭଟ୍ଟଙ୍କ ରଚିତ କଥା ସରିତ ସାଗର ସବୁଠୁ ବେଶୀ ଲୋକପ୍ରିୟ। ଏହି ପୁସ୍ତକକୁ ସମ୍ଭବତଃ ସେ 11ଶ ଖ୍ରୀଷ୍ଟାବ୍ଦରେ ରଚନା କରିଥିଲେ। ପ୍ରକୃତରେ କଥା ସରିତ ସାଗର ଭାରତୀୟ କଥା ପରମ୍ପରାର ଭଣ୍ଡାର। ଏଥିରେ ପୁରାଣ ଓ ଇତିହାସ, ବାସ୍ତବ ଓ ଅବାସ୍ତବ, ସତ୍ୟ ଓ ଇନ୍ଦ୍ରଜାଲର ଅଦ୍ଭୁତ ମିଳନ ଘଟିଛି। ଅଦ୍ଭୁତ ଚରିତ୍ର ଓ ଇତିହାସ ପ୍ରସିଦ୍ଧ ନାୟକମାନଙ୍କର କଥା ବି ଏଥିରେ ଅତି ସୁନ୍ଦର ଓ ଚମତ୍କାର ଭାବରେ କୁହାଯାଇଛି। ବ୍ୟାଡ଼ି, ବରରୁଚି, ଇନ୍ଦ୍ରଦତ୍ତ ଓ ପାଣିନିଙ୍କ ଭଳି ବହୁ ପଣ୍ଡିତ ଓ ବ୍ୟାକରଣବିଦ୍ମାନଙ୍କ ବିଷୟରେ ଅନେକ ରୁଚିପୂର୍ଣ୍ଣ କାହାଣୀ ମଧ୍ୟ ଏଥିରେ ଅଛି। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଭାରତୀୟ ପରମ୍ପରା ଓ ସଂସ୍କୃତିର ଦସ୍ତାବିଜ ରୂପେ କଥା ସରିତ ସାଗରକୁ ବିବେଚନା କରାଯାଇପାରେ। କଥା ସରିତ ସାଗର କଥାମାନଙ୍କର ଏକ ରହସ୍ୟଭରା ସିନ୍ଧୁକ। ସେହି ସିନ୍ଧୁକ ଭିତରେ ପେଡ଼ି ଭିତରୁ ପେଡ଼ି ଓ ପୁଣି ପେଡ଼ି ଭିତରେ ଫରୁଆ ଓ ଫରୁଆ ଭିତରେ ଫରୁଆ ଭଳି କାହାଣୀମାନେ ବାହାରି ଆସନ୍ତି। ମୋର ଦୃଢ଼ ବିଶ୍ୱାସ ଏହି ଅନୁବାଦ ନୂଆ ପିଢ଼ିର ପାଠକମାନଙ୍କୁ ନିର୍ମଳ ମନୋରଞ୍ଜନ ଦେବା ସଙ୍ଗେ ସଙ୍ଗେ ଭାରତୀୟ ପରମ୍ପରା ଓ ସଂସ୍କୃତି ସହିତ ସୁପରିଚିତ କରାଇବାକୁ ସମର୍ଥ ହେବ। କଥା ସରିତ ସାଗରର 10ମ ଗଳ୍ପ କଳିଙ୍ଗ ସେନା କଥା, ତୃତୀୟ ଭାଗ। କଳିଙ୍ଗ ସେନା ଏକୁଟିଆ ହୋଇଗଲା। ସେ ଭାବିବାକୁ ଲାଗିଲା ଯେ ଦୀର୍ଘ 6 ମାସ ସେଠାରେ କେମିତି କଟାଇବ। ଏଣେ ସେ ବଶ କରି ରଖିଥିବା ବ୍ରହ୍ମରାକ୍ଷସ ଓ ମୌଗନ୍ଧରାୟଣ ଡକାଇଲେ। ସେ ତାକୁ କହିଲେ ଯେ ତମେ ତମର ଦିବ୍ୟ ଶକ୍ତି ବଳରେ ଅଦୃଶ୍ୟ ହୋଇ କଳିଙ୍ଗ ସେନା ଭବନ ଉପରେ ନଜର ରଖ। ଦେବତା ଓ ବିଦ୍ୟାଧରମାନେ ତାର ରୂପରେ ଆକୃଷ୍ଟ। ତୁମେ ନଜର ରଖ ଯେ କେହି ଦିବ୍ୟ ପୁରୁଷ ତା ସହିତ ମିଳିତ ହେବାକୁ ଆସୁଛି କି ନାହିଁ। କୌଣସି ଦେବତା, ଗନ୍ଧର୍ବ ବା ବିଦ୍ୟାଧର କଳିଙ୍ଗ ସେନା ସହିତ ବ୍ୟଭିଚାର କରିବା ଆମେ ଯଦି ସରାସରି ଧରିପାରିବା ତାହେଲେ ସବୁଠୁ ଭଲ ହେବ। ତାହେଲେ କଳିଙ୍ଗ ସେନାର ମନ ବତ୍ସରାଜାଙ୍କ ଉପରୁ ଫେରିଯିବ। ବ୍ରହ୍ମରାକ୍ଷସ କଳିଙ୍ଗ ସେନାର ଭବନ ଉପରେ ନଜର ରଖି ତା ପରଦିନ ମୌଗନ୍ଧରାୟଣଙ୍କୁ ଜଣାଇଲା। କେବଳ ବିଦ୍ୟାଧାରୀ ସୋମପ୍ରଭା ତାଙ୍କୁ ଭେଟିବାକୁ ଆସିଥିଲା, ଆଉ କେହି ତାଙ୍କ ଭବନର ପାଖ ମାଡ଼ି ନାହାନ୍ତି। ମୌଗନ୍ଧରାୟଣ ତାକୁ କହିଲେ, ଠିକ୍ ଏହିପରି ତାର ଭବନର ବାହାର ଓ ଭିତର ଉପରେ ନଜର ରଖ। କିଛି ନା କିଛି ଛିଦ୍ର ମିଳିଯିବ କିଛି ଦିନ ଭିତରେ। କଳିଙ୍ଗ ସେନାର ମୋହରେ ପଡ଼ି ମହାରାଜ ଉଦୟନ କିଛି ଦିନ ପାଇଁ ମହାରାଣୀ ବାସବଦତ୍ତା ବା ପଦ୍ମାବତୀଙ୍କ ଭବନରେ ପାଦ ମଧ୍ୟ ପକାଇଲେ ନାହିଁ। ତାପରେ ସେ ଭାବିଲେ, ମୋର ଏହି ଆସକ୍ତିରେ ଦୁଇ ରାଣୀ ବହୁତ ଦୁଃଖୀ ହେଇଥିବେ। କୌଣସି ମତେ ସେମାନଙ୍କର ମନ ରଖିବା ପାଇଁ ମୋତେ ସେମାନଙ୍କ ପାଖକୁ ଯିବାକୁ ହେବ। ତାପରେ ସେ ପାଳି କରି ଦୁଇ ରାଣୀଙ୍କ ପାଖକୁ ଯିବା ଆସିବା କଲେ। ଦୁଇ ରାଣୀଙ୍କୁ ମୌଗନ୍ଧରାୟଣ ଭଲ ଭାବେ ପାଠ ପଢ଼ାଇ ରଖିଥିଲେ। ଦୁଇ ଜଣ ଯାକ ଆନନ୍ଦିତ ହୋଇ ରାଜାଙ୍କୁ ସ୍ୱାଗତ କଲେ। ରାଜା ସେମାନଙ୍କର ମନ ବୁଲାଇବାକୁ ପଚାରିଲେ, ତକ୍ଷଶିଳାର ରାଜକୁମାରୀ ମୋତେ ବାହା ହେବା ପାଇଁ ଏଠାକୁ ଆସିଛି। ଏଇ କଥା ତମମାନଙ୍କୁ ଭଲ ଲାଗୁନଥିବ ନିଶ୍ଚୟ। ଦୁଇ ରାଣୀ ବହୁତ ବିନୟରେ କହିଲେ, ଆପଣ ଇଏ କି କଥା କହୁଛନ୍ତି ମହାରାଜ? ଏ ତ ଆମ ପାଇଁ ବଡ଼ ସୌଭାଗ୍ୟର କଥା। ସେହି ରାଜକୁମାରୀ ଆପଣଙ୍କର ରୂପରେ ମୁଗ୍ଧା ହୋଇ ଆପଣଙ୍କୁ ବରଣ କରିବା ପାଇଁ ନିଜେ ଚାଲି ଆସିଛି। ଏ ତ ସମସ୍ତଙ୍କର ପାଇଁ ବଡ଼ ଗୌରବର କଥା। ପୁଣି ଏହାଦ୍ୱାରା ତକ୍ଷଶିଳା ସହିତ ଆମର ରାଜ୍ୟର ସମ୍ପର୍କ ଭଲ ରହିବ। ଆମେ ତ ଏଥିରେ ବହୁତ ଖୁସି। ଏ ଘରକୁ ତ ଲକ୍ଷ୍ମୀ ନିଜେ ଆସିଛନ୍ତି। ଦୁଇ ରାଣୀଙ୍କର ଏଇଭଳି ପ୍ରକାରର କଥାରେ ରାଜା ଚିନ୍ତାରେ ପଡ଼ିଗଲେ। ସେ ଜାଣିଥିଲେ ଯେ ବାସବଦତ୍ତା ଓ ପଦ୍ମାବତୀ ଏତେ ଉଦାର ତ ନୁହନ୍ତି। ତାହେଲେ ଦୁଇ ଜଣ ଯାକ ଏପରି କହୁଥିବାର କାରଣ କ'ଣ? କିଛି ଚିନ୍ତା କରି ନପାରି ସେ ରାଣୀମାନେ କହିଥିବା କଥା ମୌଗନ୍ଧରାୟଣଙ୍କୁ କହିଲେ। ମୌଗନ୍ଧରାୟଣ ବଡ଼ ଗମ୍ଭୀର ହୋଇ କହିଲେ, ମହାରାଜ, ସତୀ ସ୍ତ୍ରୀମାନେ ନିଜର ସ୍ୱାମୀଙ୍କ ଆନନ୍ଦ ପାଇଁ ବିଷ ମଧ୍ୟ ପିଇପାରନ୍ତି। ସ୍ୱାମୀଙ୍କ ପାଇଁ ସେମାନେ ନିଜ ଜୀବନ ଦେବାକୁ ପଛାନ୍ତି ନାହିଁ। ମହାରାଣୀ ବାସବଦତ୍ତା ଓ ପଦ୍ମାବତୀ ଆପଣଙ୍କର ଆନନ୍ଦ ପାଇଁ ନିଜ ନିଜର ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଏହା ହିଁ ବୁଝନ୍ତୁ। କାରଣ କଳିଙ୍ଗ ସେନାଙ୍କ ସହିତ ଆପଣଙ୍କର ବିବାହ ହେଲେ
ଦୁଇ ରାଣୀଙ୍କର ତ ଛାତି ଫାଟିଯିବ, ଆଉ ସେଇ ଆଘାତରେ ସେମାନଙ୍କର ଜୀବନ ମଧ୍ୟ ଚାଲି ଯାଇପାରେ। ଏତକ କହି ମୌଗନ୍ଧରାୟଣ ରାଜାଙ୍କୁ ଏହିଭଳି ରାଣୀମାନଙ୍କର କଥା ଶୁଣାଇଲେ। ସ୍ୱାମୀମାନଙ୍କର ଅନ୍ୟ ସୁନ୍ଦରୀମାନଙ୍କ ସହିତ ବିବାହ ଯୋଗୁଁ ଯେଉଁ ଯେଉଁ ରାଣୀମାନଙ୍କର ଜୀବନ ଚାଲିଯାଇଥିଲା ଓ ସେହି ରାଣୀମାନଙ୍କର ବିଚ୍ଛେଦର ଦୁଃଖରେ ସେହି ରାଜାମାନେ ଜୀବନ ଦେଇଥିଲେ, ସେହି ପ୍ରକାରର ଗପ ସବୁ ରାଜାଙ୍କୁ କହି ଚାଲିଲେ ଓ କହିଲେ ଯେ ଏହିସବୁ କାର୍ଯ୍ୟ ଯୋଗୁଁ ରାଜ୍ୟମାନଙ୍କର ସର୍ବନାଶ ହୋଇଥିଲା। ମୌଗନ୍ଧରାୟଣଙ୍କର କଥାରେ ରାଜା ଉଦୟନଙ୍କର ମନ ଧୀରେ ଧୀରେ ବଦଳିବାକୁ ଲାଗିଲା। ସେ ସତକୁ ସତ ଡରିଗଲେ ଯେ କାଳେ କଳିଙ୍ଗ ସେନାକୁ ବାହା ହେଲେ ଦେବୀ ବାସବଦତ୍ତା ନିଜର ଜୀବନ ଦେଇ ନ ଦିଅନ୍ତୁ ଓ ତାଙ୍କର ଦୁଃଖରେ ପଦ୍ମାବତୀ ବି ସଂସାରରୁ ଚାଲି ନ ଯାଆନ୍ତୁ। ସେ ବହୁତ ଦୁଃଖିତ ସ୍ୱରରେ ମୌଗନ୍ଧରାୟଣଙ୍କୁ କହିଲେ, ମୁଁ ମୋର ପରିବାର ଓ ରାଜ୍ୟର ସର୍ବନାଶ କରିବା ପାଇଁ ଚାହେଁ ନାହିଁ। ଭଲ ହୋଇଛି ଯେ ଜ୍ୟୋତିଷମାନେ 6 ମାସ ପରେ ଲଗ୍ନ ପଡ଼ିବ ବୋଲି କହିଛନ୍ତି। ଏବେ ତ ମୋର ମନେ ହେଉଛି ଏହି ବିବାହ ନହେଲେ ଭଲ ହେବ। ତାପରେ ରାଜା ବାସବଦତ୍ତାଙ୍କ ପାଖକୁ ଯାଇ କହିଲେ, ମୋର ପ୍ରେମ କେବଳ ତମରି ପାଇଁ। କଳିଙ୍ଗ ସେନା ନିଜେ ଏଠିକୁ ଚାଲି ଆସିଲେ ତ ମୁଁ କ'ଣ କରିବି? ମୁଁ ତାକୁ ତିରସ୍କାର କରି ତଡ଼ି ଦେଇନାହିଁ ଏଇଥିପାଇଁ ଯେ ଯୌବନ ମଦରେ ମତୁଆଲି ଏକ ସ୍ତ୍ରୀକୁ ତିରସ୍କାର କଲେ ସେ ତାର ବହୁତ ଖରାପ ପ୍ରତିଶୋଧ ନେଇପାରେ। ଅନ୍ୟ ପକ୍ଷରେ କଳିଙ୍ଗ ସେନା ବତ୍ସରାଜଙ୍କର ଦର୍ଶନ ପାଇଁ ବହୁତ ବ୍ୟାକୁଳ ଥିଲା। ଦିନ ପରେ ଦିନ ବିତି ଯାଉଥିଲା, କିନ୍ତୁ ତାର ପୀଡ଼ା ଶେଷ ହେଉନଥିଲା। ବିବ୍ରତ ହୋଇ ସେ ନିଜ ଭବନ ବାହାର ବଗିଚାରେ କେତେବେଳେ ବୁଲୁଥିଲା ତ କେତେବେଳେ ଭବନର ଛାତ ଉପରେ ବୁଲୁଥିଲା। ବିଦ୍ୟାଧର ରାଜା ମଦନ ବେଗ ବହୁ ପୂର୍ବରୁ କଳିଙ୍ଗ ସେନାର ରୂପରେ ଆକର୍ଷିତ ହୋଇଥିଲା। ତାକୁ ଏମିତି ଚଲାବୁଲା କରିବା ଦେଖି କେତେଦିନ ହେଲା ସେ ସୁଯୋଗ ଖୋଜୁଥିଲା। ସେ କଳିଙ୍ଗ ସେନା ସହିତ ସଙ୍ଗମ କରିବାର ଉଦ୍ଦେଶ୍ୟ ରଖିଥିଲା। ଦିନେ ରାତିରେ ସେ ଆକାଶ ମାର୍ଗରୁ କଳିଙ୍ଗ ସେନାର ଛାତ ଉପରେ ଓହ୍ଲାଇଲା ଓ ଭଗବାନ ଶିବଙ୍କର ନାମ ସ୍ମରଣ କରି ନିଜ ବିଦ୍ୟା ବଳରେ ବତ୍ସରାଜ ଉଦୟନଙ୍କ ରୂପ ଧରି ଭବନର ତଳକୁ ଓହ୍ଲାଇଗଲା। ଦ୍ୱାରପାଳମାନେ ତାକୁ ରାଜା ଉଦୟନ ମନେକରି ପ୍ରଣାମ କଲେ ଓ ସେ କଳିଙ୍ଗ ସେନାଙ୍କର ଭବନ ଭିତରକୁ ଚାଲିଗଲା। କଳିଙ୍ଗ ସେନା ତାକୁ ନିଜର ଭବନରେ ଦେଖି ବିସ୍ମୟ ଓ ଆନନ୍ଦରେ ସ୍ତବ୍ଧ ହୋଇଗଲେ। ଯେଉଁ ରାଜା ଉଦୟନଙ୍କ ସହିତ ମିଳନ ପାଇଁ ଓ କ୍ଷଣଟିଏ ତାଙ୍କର ଦର୍ଶନ ପାଇଁ ସେ ଏତେ ଦିନ ହେଲା ସନ୍ତୁଳି ହେଉଥିଲେ, ସେ ହିଁ ତାଙ୍କର ସମ୍ମୁଖରେ ଥିଲେ। ଆନନ୍ଦରେ ତାଙ୍କର ଆଖିରୁ ଲୁହ ଜକେଇ ଆସିଲା। କୌଣସି ପ୍ରକାରେ ନିଜକୁ ସମ୍ଭାଳି ସେ ସ୍ୱାଗତ ସମ୍ଭାଷଣ କଲେ। ମଦନ ବେଗ ବୁଝିପାରିଲା ଯେ କଳିଙ୍ଗ ସେନାକୁ ପାଇବାକୁ ହେଲେ ତାକୁ ବତ୍ସ ରାଜା ହୋଇ ରହିବାକୁ ପଡ଼ିବ। ସେ କହିଲା, ସୁନ୍ଦରୀ, ତମ ସହିତ ମିଳନ ପାଇଁ ମୁଁ ବହୁଦିନ ହେଲା ବ୍ୟାକୁଳ, କିନ୍ତୁ ଦୁଇ ରାଣୀ ଓ ମନ୍ତ୍ରୀମାନଙ୍କ ଯୋଗୁଁ ଆସିପାରୁନଥିଲି। ଆସ, ଆମେ ସବୁ ବିଧିବିଧାନ ଭାଙ୍ଗି ଦେଇ ଗନ୍ଧର୍ବ ବିବାହ କରିଦେବା। କଳିଙ୍ଗ ସେନା କହିଲା, ମୁଁ କେବେଠୁ ଏହି ସମୟକୁ ଅପେକ୍ଷା କରିଛି ମହାରାଜ। ମୌଗନ୍ଧରାୟଣଙ୍କର ଆଦେଶରେ କଳିଙ୍ଗ ସେନାର ଭବନ ଉପରେ ଅଦୃଶ୍ୟ ହୋଇ ନଜର ରଖିଥିବା ବ୍ରହ୍ମରାକ୍ଷସ ଯୋଗେଶ୍ୱର ଏହିସବୁ ଘଟଣା ଦେଖୁଥିଲା। ସେ ସାଙ୍ଗେ ସାଙ୍ଗେ ବତ୍ସରାଜ ଉଦୟନ କଳିଙ୍ଗ ସେନାର ମହଲରେ ପହଞ୍ଚିବା ଖବର ମୌଗନ୍ଧରାୟଣଙ୍କୁ ଜଣାଇବାକୁ ଗଲା। କିନ୍ତୁ ରାଜଭବନରେ ପହଞ୍ଚି ବତ୍ସରାଜଙ୍କୁ ମୌଗନ୍ଧରାୟଣଙ୍କ ପାଖରେ ବସିଥିବାର ଦେଖିଲା ଓ ବିସ୍ମିତ ହୋଇଗଲା। ମୌଗନ୍ଧରାୟଣଙ୍କୁ ଏକାନ୍ତକୁ ଡାକି ସବୁ କଥା କହିଲା। ବତ୍ସରାଜଙ୍କର ବେଶରେ ସେ କେଉଁ ଦେବତା ବା ବିଦ୍ୟାଧର ହୋଇଥିବେ। ତମେ ତମ ବିଦ୍ୟା ବଳରେ ତାର ଅସଲ ରୂପ ଦେଖି ମୋତେ ଜଣାଅ। ଯୋଗେଶ୍ୱର ପୁଣି କଳିଙ୍ଗ ସେନାର ଭବନକୁ ଚାଲିଗଲା। ବତ୍ସରାଜ ବେଶଧାରୀ ବିଦ୍ୟାଧର ମଦନ ବେଗ ମିଠା ମିଠା କଥା କହି କଳିଙ୍ଗ ସେନାର ମନ ଜିତି ନେଇଥିଲା। ସେ ଦୁଇଜଣ ଆମୋଦ ପ୍ରମୋଦରେ ବୁଡ଼ିଗଲେ ଓ କିଛି ସମୟ ପରେ ମଦନ ବେଗ ଓ କଳିଙ୍ଗ ସେନା ପରସ୍ପରକୁ କୋଳ କରି ଶୋଇଗଲେ। ବ୍ରହ୍ମରାକ୍ଷସ ଯୋଗେଶ୍ୱର ସେତେବେଳେ ନିଜର ବିଦ୍ୟା ପ୍ରୟୋଗ କରି ମଦନ ବେଗକୁ ତାର ନିଜ ଅସଲ ରୂପରେ ଦେଖିପାରିଲା। ତାପରେ ସେ ମୌଗନ୍ଧରାୟଣଙ୍କ ପାଖକୁ ଫେରିଆସି ଜଣାଇଲା ଯେ ବତ୍ସରାଜଙ୍କର ବେଶଧାରୀ ଜଣେ ବିଦ୍ୟାଧର କଳିଙ୍ଗ ସେନାକୁ ଆଲିଙ୍ଗନ କରି ଶୋଇଯାଇଛି। ମୌଗନ୍ଧରାୟଣ ବାସବଦତ୍ତା, ପଦ୍ମାବତୀ ଓ ରାଜା ଉଦୟନଙ୍କୁ ଏକାଠି କରି କହିଲେ, ଆମେ ସମସ୍ତଙ୍କର ଏତେ ଇଚ୍ଛା ଥିଲା ଯେ ତକ୍ଷଶିଳାର ରାଜକୁମାରୀ ଆମ ମହାରାଜଙ୍କରକୁ ବିବାହ କରନ୍ତୁ, କିନ୍ତୁ ଆପଣମାନେ ସମସ୍ତେ ଯାଇ ନିଜ ଆଖିରେ ଦେଖନ୍ତୁ, ରାଜକୁମାରୀ ତ ବ୍ୟଭିଚାରିଣୀ। ବତ୍ସରାଜ ଓ ମୌଗନ୍ଧରାୟଣ କଳିଙ୍ଗ ସେନାର ଭବନ ଭିତରକୁ ଗଲେ। କଳିଙ୍ଗ ସେନା ପାଖରେ ମଦନ ବେଗ ଶୋଇଥିବାର ଦେଖି ବତ୍ସରାଜ ଭୀଷଣ ରାଗିଗଲେ ଓ ତାକୁ ହାଣିଦେବା ପାଇଁ ଖଣ୍ଡା ଉଠାଇଲେ। ଠିକ୍ ସେହି ସମୟରେ ମଦନ ବେଗର ନିଦ ଭାଙ୍ଗିଗଲା ଓ ସେ ଭବନରୁ ବାହାରି ଯାଇ ଆକାଶ ମାର୍ଗରେ ଉଡ଼ିଗଲା। ଏହି ଗଣ୍ଡଗୋଳରେ କଳିଙ୍ଗ ସେନାର ନିଦ ବି ଭାଙ୍ଗିଗଲା।
ଓ ସେ ବତ୍ସରାଜଙ୍କୁ ଦେଖି କହିଲା, ଆରେ ଆପଣ କେତେବେଳେ ଉଠିଲେ? ଏମିତି ଖଣ୍ଡା ଉଠାଇ କାହିଁ ଠିଆ ହୋଇଛନ୍ତି? ମଗଧନାରାୟଣ କହିଲେ, ଶୁଣ ରାଜକୁମାରୀ, କେହି ପୁରୁଷ ତମ ସହିତ ରମଣ କରୁଥିବା ଖବର ପାଇ ବତ୍ସରାଜ ଏ ସଙ୍ଗେ ସଙ୍ଗେ ଏଠି ପହଞ୍ଚିଛନ୍ତି। ତମେ ଛଦ୍ମବେଶୀ ବିଦ୍ୟାଧର ସହିତ ରମଣ କରିଛ। କଳିଙ୍ଗ ସେନା ପ୍ରତିବାଦ କରି କହିଲା, ଇଏ ଆପଣ କ'ଣ କହୁଛନ୍ତି? ବତ୍ସରାଜ ତ ମୋ ସହିତ ଏତେ ସମୟ ହେଲା ଅଛନ୍ତି। ସେ ମୋ ସହିତ ଗନ୍ଧର୍ବ ବିବାହ କରିଛନ୍ତି। ମଗଧନାରାୟଣ କହିଲେ, ଇଏ ଡାହା ମିଛ। କଳିଙ୍ଗ ସେନା ଆଖି ଲୁହରେ ଛଳଛଳ ହୋଇଗଲା। ସେ ମହାରାଜ ଉଦୟନଙ୍କୁ କହିଲା, ରାଜା ଦୁଷ୍ମନ୍ତ ଯେମିତି ଶକୁନ୍ତଳାଙ୍କ ପ୍ରତି ଛଳ କରିଥିଲେ, ଆପଣ କ'ଣ ମୋ ସହିତ ସେମିତି କରିବେ? ଆପଣ କ'ଣ ମୋତେ ଧୋକା ଦେବେ? ବତ୍ସରାଜ ତଳକୁ ମୁହଁ କରି ଧୀର ସ୍ୱରରେ କହିଲେ, ରାଜକୁମାରୀ, ମନ୍ତ୍ରୀ ସତ କହୁଛନ୍ତି। ମୁଁ ତାଙ୍କ ସହିତ ଏଇ ସଙ୍ଗେ ସଙ୍ଗେ ଏଠାକୁ ଆସିଛି। ମୋ ରୂପ ଧରି ଜଣେ ବିଦ୍ୟାଧର ତମ ସହିତ ଥିଲା, ଯିଏ ଏଇ ସାଙ୍ଗେ ସାଙ୍ଗେ ପଳେଇଲା। ମୁଁ ତମ ସହିତ ଗନ୍ଧର୍ବ ବିବାହ କରିନାହିଁ କି ତମ ସହିତ କୌଣସି ଛଳ କପଟ କରି ତମ ସହିତ ସେଇ ବିଦ୍ୟାଧର ଛଳ କରିଛି। ମଗଧନାରାୟଣ ବତ୍ସରାଜଙ୍କୁ କହିଲେ, ଚାଲନ୍ତୁ ମଣିମା, ଆପଣ ଭବନକୁ ଚାଲନ୍ତୁ। ଯେ ଏହି କ୍ଷଣି ଆଉ ଜଣଙ୍କର ବିବାହିତା ସ୍ତ୍ରୀ ରାତିରେ ଆପଣଙ୍କର ଏଠାରେ ରହିବା ଉଚିତ ନୁହେଁ। ରାଜା, ମନ୍ତ୍ରୀ ଓ ରାଣୀମାନେ କଳିଙ୍ଗ ସେନାର ଭବନରୁ ଚାଲିଗଲେ। କଳିଙ୍ଗ ସେନା ନିଜର ଭବନରେ ଝଡ଼ରେ ସାଥୀ ଛଡ଼ା ହୋଇଥିବା ହରିଣୀଟିଏ ପରି ରହିଗଲା। ନିଜ ସାଥିରେ ହୋଇଥିବା ଛଳରେ ଦୁଃଖୀ ହୋଇ ସେ ଅନେକ ସମୟ ଧରି କାନ୍ଦିଲା। ତାପରେ ଆକାଶକୁ ଚାହିଁ ସେ କହିଲା, ଯେ ମୋ ସହିତ ଛଳ କରିଛି ସେ ମୋତେ ବିବାହ କରିଛି। ବର୍ତ୍ତମାନ ସେ ମୋର ସ୍ୱାମୀ। କଳିଙ୍ଗ ସେନା ଏତିକି କହିବା ମାତ୍ରେ ମଦନ ବେଗ ତାର ଦିବ୍ୟ ରୂପ ନେଇ କଳିଙ୍ଗ ସେନା ସମ୍ମୁଖରେ ଆବିର୍ଭୂତ ହେଲା। କଳିଙ୍ଗ ସେନା ପଚାରିଲା, ତମେ କିଏ? ସମାପ୍ତ।